ଟ୍ୟୁସନ୍ କରିବାକୁ ଆସୁଥିବା ଦିଦି ସହିତ ପ୍ରେମ ହୋଇଯାଏ ଛାତ୍ରଙ୍କ ବାପାର। ଖାଲି ବାପା ନୁହେଁ, ଟ୍ୟୁସନ୍ ଦିଦି ବି ମନ ଦେଇ ବସେ ଦୁଇଟା ଛୁଆର ବାପାକୁ। ଏପଟେ ଘରେ ସୁନ୍ଦରୀ ସ୍ତ୍ରୀ ଥିଲା, କିନ୍ତୁ ଟ୍ୟୁସନ୍ ଦିଦିର ସେ ସୁନ୍ଦରତାକୁ ଦେଖି ସମ୍ଭାଳି ପାରିଲାନି ସ୍ୱାମୀ। ଘରେ ସ୍ତ୍ରୀ ନଥିବାର ସୁଯୋଗ ନେଇ ଦିଦିକୁ ପ୍ରେମ ପାଠ ପଢ଼ାଉଥିଲା ଦୁଇଟା ଛୁଆର ବାପା। କେତେବେଳେ ବେଡରୁମ୍ରେ ତ କେତେବେଳେ ହୋଟେଲ ନେଇ ରାସଲୀଳା କରୁଥିଲା। କିନ୍ତୁ ପ୍ରେମ ଏତେ ନିବିଡ଼ ହୋଇଯାଇଥିଲା ଯେ ଟ୍ୟୁସନ୍ ଦିଦି ଦୁଇଟି ଛୁଆର ବାପାକୁ ବାହା ହେବାକୁ ଜିଦ୍ ଧରିଥିଲେ। କ'ଣ ଦୁଇଟି ଛୁଆର ବାପା ନିଜ ସ୍ତ୍ରୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ଟ୍ୟୁସନ୍ ଦିଦିକୁ ବାହା ହେଇଗଲେ? ନା ଏ ଅବୈଧ ସମ୍ପର୍କରେ ଆଉ କିଛି ଘଟଣା ଘଟିଲା? ଆସନ୍ତୁ ଜାଣିବା ପୁରା କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଏ କାହାଣୀ ହେଉଛି ଟ୍ୟୁସନ୍ ଦିଦି ଆଉ ଟ୍ୟୁସନ୍ ପଢ଼ାଇବାକୁ ଆସୁଥିବା ଦୁଇ ଛୁଆର ବାପା ଭିତରେ ପ୍ରେମ କାହାଣୀ। ଏ କାହାଣୀ ହେଉଛି ଘରେ ସୁନ୍ଦରୀ ସ୍ତ୍ରୀ ଥାଇ ମଧ୍ୟ ଟ୍ୟୁସନ୍ ଦିଦି ପ୍ରେମରେ ଉବୁଟୁବି ହେଉଥିବା ଗୋଟେ ସ୍ୱାମୀର କାହାଣୀ। ଦର୍ଶକ ବନ୍ଧୁ, 2017 ମସିହା ପ୍ରିୟଙ୍କାର ଗ୍ରାଜୁଏସନ୍ ସରିଯାଇଥିଲା। ଆଉ ନିଜ ପଢ଼ା ଖର୍ଚ୍ଚ ସାଙ୍ଗକୁ ନିଜ ଖର୍ଚ୍ଚ ଉଠାଇବାକୁ ଟ୍ୟୁସନ୍ କରିବା ଆରମ୍ଭ କରିଦେଇଥିଲା ପ୍ରିୟଙ୍କା ଦେଖିବାକୁ ସୁନ୍ଦରୀ ଥିଲା, କଥା ବି ମିଠା ମିଠା କହୁଥିଲା। ଏତେ ବଡ଼ ସହରରେ ଏକୁଟିଆ ଘର ଭଡ଼ା ନେଇ ରହୁଥିଲା। ୟା ଭିତରେ କପିଳର ପିଲାଙ୍କୁ ପଢ଼ାଇବାକୁ ଗୋଟେ ଟ୍ୟୁସନ୍ ମାଷ୍ଟରର ଆବଶ୍ୟକତା ଥିଲା। ପ୍ରିୟଙ୍କା ସହିତ ଯୋଗାଯୋଗ ପରେ ପ୍ରିୟଙ୍କା ଟ୍ୟୁସନ୍ ପଢ଼ାଇବାକୁ ରାଜି ହୋଇଯାଇଥିଲା। କପିଲ ବହୁତ ବଡ଼ ବିଜନେସମ୍ୟାନ୍ ଥିଲା, ତେଣୁ ପଇସା ଦେବାରେ କୌଣସି ଅବହେଳା ନଥିଲା। ଧୀରେ ଧୀରେ ପ୍ରିୟଙ୍କା କପିଲ ପ୍ରେମରେ ପଡ଼ିଗଲା, ଆଉ କପିଲ ମଧ୍ୟ ପ୍ରିୟଙ୍କା ପ୍ରେମରେ ପଡ଼ିଗଲା। ପ୍ରିୟଙ୍କା କପିଲର ପିଲାକୁ ଟ୍ୟୁସନ୍ କରିବାକୁ ତ ଆସୁଥିଲା, କିନ୍ତୁ ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କପିଲ ସହିତ ରାସଲୀଳା କରିବା। କପିଲ ନିଜର ସୁନ୍ଦରୀ ସ୍ତ୍ରୀ ଆଉ ପିଲାଙ୍କ କଥା ଭୁଲି ପ୍ରିୟଙ୍କା ପ୍ରେମରେ ଉବୁଟୁ ହେଉଥିଲା। ଯେଉଁ ସ୍ତ୍ରୀ ସହିତ ବେଡରୁମ୍ରେ ସେ ବେଡ୍ରେ ରାତି କାଟୁଥିଲା, ସ୍ତ୍ରୀ ନଥିଲା ବେଳେ ସେହି ବେଡ୍କୁ ପ୍ରିୟଙ୍କାକୁ ନେଇ ରାସଲୀଳା କରୁଥିଲା। କିଛି ନା କିଛି ବାହାନା କରି ସ୍ତ୍ରୀକୁ ବାହାରକୁ ପଠାଇ ଦେଇ ଟ୍ୟୁସନ୍ ଦିଦି ସହିତ ସମ୍ପର୍କ ରଖୁଥିଲା କପିଲ। କେତେବେଳେ ହୋଟେଲ ନେଇ ଯାଉଥିଲା ତ କେତେବେଳେ ଘରେ ସୁବିଧା ଦେଖି ପ୍ରେମ କରୁଥିଲା। ଏମିତି ପ୍ରେମ ସମ୍ପର୍କ ଭିତରେ ପ୍ରିୟଙ୍କା କପିଲକୁ ବାହା ହେବାକୁ ଜିଦ୍ ଧରିଲା। ପ୍ରିୟଙ୍କା କପିଲ ପ୍ରେମରେ ଏମିତି ଅନ୍ଧ ହୋଇଯାଇଥିଲା ଯେ ସେ ଭୁଲି ଯାଇଥିଲା କପିଲ ଦୁଇଟି ପିଲାର ବାପା ଆଉ ତାର ଗୋଟେ ସୁନ୍ଦରୀ ସ୍ତ୍ରୀ ମଧ୍ୟ ଅଛି। କପିଲ ପ୍ରିୟଙ୍କାକୁ ବାହା ହେବାକୁ ସିଧା ସିଧା ମନା କରିଦେଇଥିଲା, ଯାହାକୁ ନେଇ ପ୍ରିୟଙ୍କା ରାଗି ଯାଇଥିଲା ଆଉ କପିଲକୁ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲା। ପ୍ରିୟଙ୍କା ସବୁ ପ୍ରମାଣ ନଷ୍ଟ କରିବାକୁ କପିଲକୁ 50 ଲକ୍ଷ ଟଙ୍କା ମାଗିଥିଲା। କପିଲ ଏବେ ଜାଣିପାରିଥିଲା କି ପ୍ରିୟଙ୍କା ତାକୁ ନୁହେଁ, ତା ଟଙ୍କାକୁ ପ୍ରେମ କରୁଛି ବୋଲି। କପିଲ ନିଜର ଭୁଲ ବୁଝିପାରିଥିଲା ଆଉ ସାହସ କରି ସବୁ ସତ କଥା ସ୍ତ୍ରୀ ଆଗରେ କହିଥିଲା। ସ୍ୱାମୀ ସ୍ତ୍ରୀ ମିଶି ପ୍ରିୟଙ୍କାକୁ ରାସ୍ତାରୁ ହଟାଇବାକୁ ଆରମ୍ଭ କରିଥିଲେ ଯୋଜନା ମୁତାବକ କପିଲ ଟଙ୍କା ଦେବାକୁ ପ୍ରିୟଙ୍କାକୁ କଲ୍ କରି ଏକ ସୁନସାନ ଜାଗାକୁ ଡାକିଥିଲା। ପ୍ରିୟଙ୍କା ଟଙ୍କା ନେବାକୁ କପିଲ କହିଥିବା ଜାଗାରେ ପହଞ୍ଚି ଯାଇଥିଲା। ପୂର୍ବ ଯୋଜନା ଅନୁସାରେ କାର୍ ଭିତରେ ଆଗରେ କପିଲ ଆଉ ତା ସ୍ତ୍ରୀ ବସିଥିଲା ବେଳେ ପଛରେ ଘରର ଦୁଇ ଚାକର ବସିଥିଲେ। ପ୍ରିୟଙ୍କାକୁ ଟଙ୍କା ଦେବାକୁ କାର୍ ଭିତରକୁ ଡାକି ପଛରେ ବସିଥିବା ଦୁଇ ଚାକର ମାଧ୍ୟମରେ ରସିରେ ବେକକୁ ଭିଡ଼ି ପ୍ରିୟଙ୍କାର ଜୀବନ ନେଇଯାଇଥିଲେ। ପ୍ରିୟଙ୍କା ଜୀବନ ଚାଲିଗଲା ପରେ ସେହି ସୁନସାନ ଜାଗାରେ ଡେଡ୍ ବଡି ପକାଇ ଫେରାର ହୋଇଯାଇଥିଲେ। କିନ୍ତୁ ହରିୟାଣା ପୁଲିସ ଖବର ପାଇ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଦେଇଥିଲେ, ଯାହାକୁ ନେଇ ସବୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଦିଲ୍ଲୀରେ ଲୁଚି ରହିଥିବା ସ୍ୱାମୀ କପିଲ ଓ ତାଙ୍କ ସ୍ତ୍ରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରିୟଙ୍କା ଟଙ୍କା ପାଇଁ ଯାହା କରୁଥିଲା କ'ଣ ଠିକ୍ କରୁଥିଲା? ନା ଦୁଇଟି ଛୁଆ ଆଉ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଟ୍ୟୁସନ୍ ଦିଦି ପ୍ରେମରେ ପଡ଼ିବା କପିଲ କେତେ ଦୂର ଠିକ୍ କଲା? ନା କପିଲର ସ୍ତ୍ରୀ ସବୁ ସତ ଜାଣିବା ପରେ କିଛି ସମାଧାନର ରାସ୍ତା ବାହାର ନ କରି ଏମିତି ପ୍ରିୟଙ୍କାକୁ ରାସ୍ତାରୁ ହଟାଇବା କେତେ ଦୂର ଠିକ୍ ଥିଲା? ଆଇନ ତ କପିଲ ଓ ଅନ୍ୟମାନଙ୍କୁ ଦଣ୍ଡ ଦେବ, କିନ୍ତୁ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।